ମୁଁ କେବିଡ଼ିର ଏଇଟା ଘଣ୍ଟେ ଦୁଇଟା ହେଇଥିବ। ଆଉ ସେତେବେଳେ ଆମର ତାଙ୍କ ଅଜା ଆଙ୍କେ ଯାଇଥିଲେ ଚର୍ଚ୍ଚ ଆମର କାଲି ପର୍ବ ଅଛି ବୋଲି ଯାଇଥିଲେ। ଆଉ ଝିଅ ଅଚାନକ ସିଆଡ଼େ ପଳେଇଲା। ଆରେ ଗାଈ ତ ଯାଉଛନ୍ତି ବୋଲି ଆଙ୍କର ଗାଈ ବି ଅଛନ୍ତି। ଯାଇଥିଲା ଆଉ ସେତେବେଳେ ହଠାତ୍ 5-6ଟା କୁକୁର ଆସିକି ଝିଅକୁ କାମୁଡ଼ା କାମୁଡ଼ି କରୁଛନ୍ତି। ଆଉ କାମୁଡ଼ା କାମୁଡ଼ି କଲାବେଳକୁ ଝିଅକୁ ଯେତେବେଳେ ଜାଣିଲେ କୁମଲିପୁଟ ମେଡ଼ିକାଲ ନେଲେ। ମେଡ଼ିକାଲ ନେଲା ପରେ ଡକ୍ଟର ସେଠି ମୃତ୍ୟୁ ଘୋଷଣା କଲେ ଆଉ ମରିଯାଇଛି ବୋଲି କହିଲେ। ମା ବାପା ତ ସିଆଡ଼େ ରହୁଛନ୍ତି ଅନ୍ୟ ଗାଁରେ, ମୁଁ ବି ସେଇଟା ଜାଣିନି। ବାକି ଅଜା ଆଈ ଘରେ ରହିକି ଝିଅ ପଢ଼ାପଢ଼ି କରୁଥିଲା। ଝିଅ ଏବେ ତ ସ୍କୁଲ ଜଏନ୍ କରାହେଇଥିଲା ଆଉ 6 ବର୍ଷ 7 ବର୍ଷ ରନିଂ। ସିଆଡ଼େ ମୁଇଁ ଯାଉଥିଲା ଆଜ୍ଞା ସେ ଆମର ଛୋଟେ ପୁଅ ଯାଉଥିଲା ଆରେ ବାଟରେ କୁକୁର ଚୋବାଇଦେଲା ମୁଇଁ ଚର୍ଚ୍ଚରେ ଯାଉଥିଲି ଆଜ୍ଞା, ଚର୍ଚ୍ଚରେ ଯାଉଥିଲା ବେଲେ ସେ ଆସିକି ଚୋବାଇ ଦେଲା ବୋଲି ମୋର ପୁଅଟା ପଲା ଆସିକି ମୋତେ ଗାଲି କଲା କହିଲା ପୁରା ଚୋବାଇ ଦେଇଥିଲେ। ତ ମେଡ଼ିକାଲ ନେଇଥିଲେ, ମେଡ଼ିକାଲ ଡାକ୍ତର କହିଲା କି ସବୁ ଚେକଅପ୍ କରଲା ନାଇଁ ମରିଗଲା ବୋଲି କହିଲା ଦେଖି ସବାର ଟିକେ ସାହାଯ୍ୟ କରିଥାଲେ ଭଲଥାନ୍ତା ବୋଲବାଟା। ଆମେ ଗରିବ ଲୋକ ତ ଜଣା ନାହିଁ ଏଠି ପାଇଁ ବୁଲିକରି ତାଙ୍କୁ ସାହାଯ୍ୟ ମାଗବାଟା ଆଉ।